କାଲି କୌଣସି ସେମିତି ବିଶେଷ କାମ ନଥାଇ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ଆସିବା ଏଇଟା ଭାରତୀୟ ଜନତା ପାର୍ଟିରେ କିଛି ଠିକ୍ ଠାକ୍ ଚାଲୁନାହିଁ ବୋଲି ଦର୍ଶାଉଛି। ଏଇ ଯେଉଁ ଇନାଗୁରେସନ ଲୋକାର୍ପଣ ଏରା ହେଉଛି ସବୁ ଗୋଟେ ଦେଖେଇବା ପାଇଁ, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ପାର୍ଟି ଭିତରେ ତାଙ୍କର ବିଶେଷ କରି ଭାରତୀୟ ଜନତା ପାର୍ଟି ଭିତରେ ପ୍ରବଳ ମତାନ୍ତର ମନାନ୍ତର ଏବଂ କଳି ତକରାଳ ଚାଲିଛି, ଯୋଉଟାକୁ ସେ ଚେଷ୍ଟା କରୁଛନ୍ତି ତୁଟେଇବା ପାଇଁ। ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ନାହିଁ, ମନ ଭଲ ନାହିଁ, ଦେହ ଭଲ ନାହିଁ, କି ତାଙ୍କର ଫଳାଫଳ ମଧ୍ୟ ଭଲ ହେବାର ସମ୍ଭାବନା ନାହିଁ। ତେଣୁକରି ତାଙ୍କର ଶୀର୍ଷ ନେତୃତ୍ୱ ଚେଷ୍ଟା କରିଛନ୍ତି, ଏଇଥିରୁ ଅନୁମାନ କରାଯାଉଛି ବା ଏହା ସତ୍ୟ। ତେଣୁ ସେ କେତେ ଦୂର ସଫଳ ହେବ ମୁଁ ଜାଣିନି, କିନ୍ତୁ ଭାରତୀୟ ଜନତା ପାର୍ଟି ଭିତରୁ ଗୋଟେ ଗୁଞ୍ଜରଣ ଉଠୁଛି, ଯେହେତୁ 2 ବର୍ଷ ଭିତରେ ଓଡ଼ିଶାରେ କିଛି କାମ ହେଇନି, ଏପରିକି ଭାରତୀୟ ଜନତା ପାର୍ଟିର କର୍ମୀ ନେତା ଏବଂ ତାଙ୍କ MLA MP ସବୁ ବର୍ତ୍ତମାନ ଅସୁଖୀ କହୁଛନ୍ତି। ଏଇଟା ଗୋଟେ ମୌକା ଅଛି ରାଜ୍ୟସଭାରେ ଟିକେ ପାନେ ଦେଇଦେଲେ ହୁଏତ ତାଙ୍କ ଦଳ ସୁଧୁରିଯିବ। ବୋଧେ ଏଇଭଳି ଖବର ବା ଆଭାସ ପାଇ କେନ୍ଦ୍ର ଗୃହମନ୍ତ୍ରୀ ଆସିକି ବହୁତ ଚେଷ୍ଟା କରିଛନ୍ତି ସମାଧାନ କରିବା ପାଇଁ। ମୁଁ ଭାବୁଛି ସେଥିରେ ମଧ୍ୟ ସେମାନେ ସଫଳ ହେବେ ନାହିଁ।